ଜଳେଶ୍ୱର ବ୍ଲକ ମୁରଲି କଲ୍ୟାଣ ମଣ୍ଡପରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ। ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ମୁରଲି କଲ୍ୟାଣ ମଣ୍ଡପଠାରେ ଶ୍ରମିକମାନଙ୍କ ବିନା ହସ୍ତକ୍ଷେପରେ କୌଣସି କାର୍ଯ୍ୟ ଅସମ୍ଭବ। କୋଠାବାଡ଼ି, ରାସ୍ତା, ପୋଲ, ମନ୍ଦିର, ମସଜିଦ, ଦୋକାନ, ଖେଳଣା ତିଆରି ସମସ୍ତ ସ୍ଥାନ ଶ୍ରମିକମାନଙ୍କ ଦ୍ୱାରା ସମ୍ଭବପର ହେଉଛି। ତେଣୁ ସରକାର ନିର୍ମାଣ ଶ୍ରମିକମାନଙ୍କୁ ଅଧିକ ଗୁରୁତ୍ୱ ଦେଇଥିବା କହିଛନ୍ତି ଅତିଥିବୃନ୍ଦ। ଶ୍ରମିକମାନଙ୍କ ପାଇଁ ସରକାର ଦୁର୍ଘଟଣା, ବିବାହ, ପିଲାମାନଙ୍କର ପାଠପଢ଼ା, ଘର ତିଆରି, ମେଡିକାଲ ପ୍ରଭୃତି ସହାୟତା ପ୍ରଦାନ କରୁଛନ୍ତି। ତେବେ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ସହାୟତା ବଣ୍ଟନ ଶିବିରରେ ଅତିରିକ୍ତ ଲେବର ଅଧିକାରୀ ଦେବାଶିଷ ଜେନାଙ୍କ ସଭାପତିତ୍ୱରେ ଅତିରିକ୍ତ ଲେବର ଅଧିକାରୀ ସ୍ଫୁତିରେଖା ମଲ୍ଲିକ, ଜିଲ୍ଲା ଶ୍ରମ ଅଧିକାରୀ ଶିବନାରାୟଣ ସାହୁ, ବ୍ଲକ ଉପାଧ୍ୟକ୍ଷ ସଞ୍ଜିତା ସେନାପତି, ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା, ମ୍ୟୁନିସିପାଲିଟି ଅଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନ, ଉପାଧ୍ୟକ୍ଷ ପୁଷ୍ପପ୍ରିୟା କାମିଳା, जिला परिषद उपाध्यक्ष अनुसया प्रधान प्रमुख उपस्थित रही ब्लॉक एवं म्युनिसिपालिटी 483 जन हिताधिकारी 2,78,47,47,000 टंका शिक्षा, विवाह, प्रसूति, मृत्यु एवं अंत्येष्टिक्रिया सहायता प्रदान कर। तेबे उक्त पंजीकृत हिताधिकारी मानक अर्थ समस्त अकाउंट को प्रदान कर अधिकारी माने कहिसेंती। बालेश्वर जिला बस्तारू राजेश बेहरा रिपोर्ट, महिमा टीवी। कल्याण सरकार सरकार अनेक योजना आणुं से योजना माध्यम कि कौलिक जो वृत्ति रही से कौलिक वृत्ति बंची रहा सह आगामी दिन में परिवार प्रतिपोषण केमी सुरक्षा समाज में केमी से मर्यादा पाइबे, आत्मसम्मान पाइबे, ये समस्त कथा से योजना मध्य अति निपुण भाव उपस्थापित करा जाइए।